हेलो गाइस केमिति अछंती आपण माने एटा तो क्यारी भाई डायलॉग हो गला हिंदी रे कैसे हैं आप लोग। तो आम ओडिया जेहेतु तो ओडिया रे ही कथा कहवा टिके। तो आज सकाळु सकाळु इच्छा हला टिके आमर राम मंदिर आम जो फतेगढ़ रे अछि फतेगढ़ आमर नयागढ़ साइड सीटा अच्छी राम मंदिर। तो सकाळु सकाळु इच्छा हला टिके दर्शन करी आसिया को आउ तो आम सकाळु सकाळु पूरा रेडी हेई बाहरलु आउ कम से कम ये 23 किलोमीटर हम मु तो अच्छी बर्तमान बेगुनिया रे बेगुनिया 23 किलोमीटर हम तो आप भुवनेश्वर भी आसिया को चाहूँगी तथापि पाख हम किसी कथा नहीं आउ बढ़िया जगह पहाड़ उपर जगहटा अच्छी बुलिया को बहुत बढ़िया जगह सीनेरी भी भल अच्छी आपड़ आसी फोटो फोटो उठे पारे किसी कथा ना फैमिली सह छुट्टी दिन आसपारे आम तो पूरा रेडी हेलमेट धरी बाहरलु हाँ ठीक अच्छे मो रास्त देखी आपन को कौ कौ बाट दे आप जापरेंगे आउ बढ़िया बढ़िया सुंदर से पड़े जगह भी अच्छी आप बुलिया को आसपारे किसी कथा ना ठीक अच्छे आम ए बाहर आउ स्टे ट्यून्ड। बाहन बाहन थुआ आमर बाहन हॉर्नेट 2.0 रखी 2.0 चलो In audio. तेल नाला तेल पकेबू तेल पकई आम जो रास्त जाऊँ सीधा से आम पुणी यूटर्न आसवा कहीं पछरे जो पेट्रोल टांकीटा अच्छी गोटे बंद हो जाए आउ गोटे टिके दूर अच्छी तो आम से न जाए आम ये जाऊँ देखु दी साइड दृश्य जो जगह मुझे से बेगुनिया बेगुनिया माने ये मोर फास्ट जॉब पोस्टिंग मोर ये तो ये मुझे देखो आगे तेल टांकी अच्छी से आम तेल पकईकि से यूटर्न आम यही रास्त ही आसवा तो चलतु देख पार्टी ये पेट्रोल पंप ये आम तेल पकेबा आउ उड़ीजा चलो तेल पकई मुझे वीडियो ऑन कर देखो तेल पकड़ापी छिड़ा है लाइन रे तेल पकेबा बाहर तेल पड़गला आबे मैं रॉकेट हो जिबा नहीं रॉकेट हवानी धीरे सुस्ते आराम से जिबा गोटे गोटे डिटेल्स में आपको देखेबी कौ बाटर जाऊँगी कौटी बुलूची केमिति रास्ता सब अच्छी मुझे डिटेल्स देखेबी आपण जमती सुविधार आसपारे जे बुली पारे आमती मो सहित रही था रास्ता सारा आम एंजॉय कर जिबा आपण तो नथिबे मु करी जीवी मु आपन देखेबी बाट ये रास्ताटा जेहेतु नयागढ़ को लगी एनएच टाइप रो माने एनएच कह गले कारण नयागढ़ को जो भी गाड़ी जीवा आसिया कर सब यहीपटे ही जीवा आसिया हुए आउ देखते कि ट्रक से माने एते जोर चलैकी जाऊँगी रास्ता बहुत जोर उड़ी जाऊँगी आप रात्रि भी यही रास्ता दी आसबे माने नाइट बस ट्रक एमती तो माने सी स्पीड माने कमेबेनी
କାରଣ ଏଇଟା ଗୋଟେ ମାନେ ନୟାଗଡ଼ କନେକ୍ଟ ନା NH ଟାଇପ୍ର, ତ ଉଡ଼େଇବେ ମାନେ କୁହନ୍ତୁନି। ତ ସେଇଟା ବି ଆପଣ ଧୀରେ ସୁସ୍ଥେ ଯିବେ ଆସିବେ। ତ ଚାଲନ୍ତୁ ମୁଁ ଦେଖେଇ ରାସ୍ତାରେ ଯିବି ଆପଣଙ୍କୁ। ଦେଖୁଛନ୍ତି ଏଇଟା ହେଉଛି ବେଗୁନିଆ, ଦୁଇ ସାଇଡ଼୍ ଆପଣ ପୁରା ଦେଖିପାରୁଥିବେ। ମାନେ ବେଶୀ ଗାଁ ଇଏ ନୁହଁ କି ବେଶୀ ସହର ନୁହଁ, ମାନେ ମଝି ମଝିରେ କହିବାକୁ ଗଲେ ଆପଣଙ୍କୁ ଯେଉଁ ଜିନିଷ ବି ଆଭେଲେବଲ୍ ଏଠି ମିଳିପାରିବ। ବଢ଼ିଆ ଜାଗା। ମୁଁ ଏଇଠି 2 ବର୍ଷ ଶହେ 2 ବର୍ଷ ହେଇଯିବ। 24 ଜଏନିଂ ହେଇଥିଲା, ତ ଏବେ ହେଲା 26, ତ 2 ବର୍ଷ ହେଲା। 2 ବର୍ଷ ମୁଁ ଏଠି ରହିଲି, ମୋତେ ଜାଗାଟା ବଢ଼ିଆ ଲାଗିଲା। କିନ୍ତୁ ବହୁତ ବଢ଼ିଆ ଜାଗା। ଚୌପାଖର ଏଇ ଆମେ ଯେଉଁ ଏବେ କ୍ରସ୍ କଲେ ବାଁ ସାଇଡ଼୍ରେ ହସ୍ପିଟାଲଟା ତିଆରି ହେଉଛି ତାଙ୍କର, ବେଗୁନିଆ ବଡ଼ ମେଡ଼ିକାଲ ଗୋଟେ ଖୋର୍ଦ୍ଧାରେ ଅଛି। କିନ୍ତୁ ଏତେ ଦୂର ଯେହେତୁ ଖୋର୍ଦ୍ଧା ବେଗୁନିଆ ଖୋର୍ଦ୍ଧା 30 କିଲୋମିଟର ପାଖାପାଖି ହେଇଯିବ। ଏତେ ଦୂର ତ ଏଠି ଗୋଟେ ଯାହାହେଲେ ହସ୍ପିଟାଲ ତ ରହିବା ଦରକାର ନା। ଏଠି ପୁଣି ଲୋକ 30 କିଲୋମିଟର ଯିବେ ନା ସେଠି ଇଏ କରିବେ, ତ ସେୟା ହେଉଛି ଆଉ। ଏଇ ଦେଖିପାରୁଛନ୍ତି ପୁରା ବେଗୁନିଆ, ଆମେ ବଜାର ପାଖାପାଖି ଆସିଗଲେଣି। ଦେଖନ୍ତୁ କେମିତି ମାଡ଼ିକି ଯାଉଛନ୍ତି ଟ୍ରକ୍, ଦେଖନ୍ତୁ। ବଜାର ଏତେ ବଡ଼ ବି ନୁହଁ, କିନ୍ତୁ ଆପଣ ଯେତିକି ଜରୁରୀ ଜିନିଷ ଆପଣଙ୍କୁ ମିଳିଯିବ, ଆରାମସେ ମିଳିଯିବ। ଏଇଠି ଥାନା ଆଗରେ ଅଛି, ଆପଣ ଡାହାଣ ପଟେ ପଡ଼ିବ ଥାନାଟା। ତା ବୋର୍ଡ଼ ନଇଁ ଯାଇଛି, ପୋଲିସ୍ ଷ୍ଟେସନ୍ ଠିଆ ହେଇଛି, ସିଏ ନଇଁନି, ତା ବୋର୍ଡ଼ ନଇଁ ଯାଇଛି। ଆପଣ ଚିନ୍ତା କରନ୍ତୁନି, ସିଏ ବୋର୍ଡ଼ ନଇଁ ପଡ଼ିଛି। ତ ଚାଲନ୍ତୁ, ଏଇ ପୁରା ଏଇଟା ଦେଖୁଛନ୍ତି ପୁରା ବେଗୁନିଆ ବଜାର। ପୁରା ଏବେ ଆଜି ଶନିବାର ଛୁଟି ଦିନ, ତଥାପି ଗହଳି ଏତେ ନାହିଁ। କିନ୍ତୁ ସନ୍ଧ୍ୟାବେଳେ ଆପଣ ଆସିବେ, ଆପଣ କେମିତି ଆସିବେ ମୁଁ ଦେଖେଇବି ଆପଣଙ୍କୁ। ସନ୍ଧ୍ୟାବେଳେ ଜାଗା ଦେଖିବେ ପୁରା ଭିଡ଼, ମାନେ ଭିଡ଼ ମାନେ ଆପଣ ଗୋଟେ ଗାଡ଼ି ଆଉ ଗୋଟେ ବାଇକ୍ ଗୋଟେ କାର୍ ଯଦି ଠିଆ ହେଇଗଲେ ନା ଆପଣ ଚାଲିପାରିବେନି, ବହୁତ ମାନେ ରସ୍ ହୁଏ ଜାଗାଟା। ଏଇଠି ଆମେ ଆଗକୁ ଏଇଠି ବାଁକୁ ବୁଲିବା। ଏଇଟା ହେଉଛି ଛୋଟିଆ ରାସ୍ତାଟା। ଏଇଠି ମୁଁ ଭିତରୁ ପଶିକି ମୁଁ ଡାଇରେକ୍ଟ ଆମର ଯେଉଁଠି ମୁଁ ସିଧା ମାନେ ବାହାରିକି ଯିବି ଫତେଗଡ଼ ରାସ୍ତାକୁ, ସେଇଠି ମୁଁ ଆପଣଙ୍କୁ, ଏଇଟା ହେଉଛି ଡାଇରେକ୍ଟ ରାସ୍ତା। ଡାଇରେକ୍ଟ ରାସ୍ତା କ'ଣ, ଏଇଠୁ ମାନେ ଗାଁ ଭିତରେ ଦେଇ ରାସ୍ତାଟା ଅଛି, ଯେଉଁଠି ଡାଇରେକ୍ଟ ଆମର ଏଇଟା ହେଉଛି କୁଶପଲ୍ଲା। କୁଶପଲ୍ଲାରୁ ବାହାରି ବଡ଼ ବେରଣାରୁ ମୁଁ ସେଇଠୁ ଲେଫ୍ଟକୁ ଯିବି ଆମର ଫତେଗଡ଼ ରାସ୍ତା ପାଇଁ। ମୁଁ ଆପଣଙ୍କୁ ସେଇଠି ଛକରେ ଦେଖେଇଦେବି ଯେ ଆପଣ ଯଦି ଭୁବନେଶ୍ୱର ଆସିଛନ୍ତି ତ ସେଇଠୁ ରାସ୍ତାଟା କନେକ୍ଟ ହେଇଛି, ଗୋଟେ ସିଧା ରାସ୍ତା, ଯେଉଁ ରାସ୍ତାଟା ମାନେ ମେନ୍ ରୋଡ଼ ଆମର କନେକ୍ଟ ହେଇଛି ସିଧା ସେଇ ଫତେଗଡ଼ ରାସ୍ତା ସହିତ। ମୁଁ ସେଇଟା ଆପଣଙ୍କୁ ଦେଖେଇଦେବି। ଆଉ ଏଇପଟେ ହେଉଛି ଗୋଟେ ଅଛି, ସେଇଟା କହିହେବନି ଭିଡ଼ିଓରେ ଯେହେତୁ, ତ ସିଧା ଆମେ ଚାଲୁନ ଯିବା। ରାସ୍ତା ବଢ଼ିଆ, ମାନେ ଆପଣଙ୍କୁ ଫିଲ୍ ବଢ଼ିଆ ମାନେ ଲାଗିବ। ଆପଣ ଏଇ ଯେଉଁ ଗାଁ ଗହଳି ଗୋଟେ ଛୋଟ ଛୋଟ ରାସ୍ତା ଅଛି, ଆପଣ ତା ଭିତରେ ଦେଇଯିବେ, ସେ ଯେଉଁ ଫିଲ୍ ଯେଉଁ ଇଏ ଲାଗିବ, ସେଇଟା ଆପଣ ମାନେ କ'ଣ କୁହନ୍ତି, ତାକୁ ବର୍ଣ୍ଣନା କରିପାରିବେ ନାହିଁ ଶୁଦ୍ଧ ଓଡ଼ିଆରେ କହିବାକୁ ଗଲେ। ଠିକ୍ ଅଛି, ଚାଲନ୍ତୁ ଆପଣ ରାସ୍ତା ଦେଖନ୍ତୁ, ମୁଁ ବି ରାସ୍ତାକୁ ନେଇକି ହିଁ ଗାଡ଼ି ଚଲାଉଛି। ମୁଁ ଫାଷ୍ଟ ଯେତେବେଳେ ଜଏନ୍ କଲି, ସେତେବେଳେ ଫାଷ୍ଟ ଟାଇମ୍ ଯାଇଥିଲି ଫତେଗଡ଼, କିନ୍ତୁ ରାସ୍ତା ଏତେ ମନେ ନଥିଲା। ମାନେ ରାସ୍ତା ସେତେବେଳେ ତ ଆମେ ଜାଣିନଥିଲୁ, ତ ଆମର ଜଣେ ଅଫିସ୍ ଷ୍ଟାଫ୍ ହେବେ, ମାନେ ଆମଠୁ ଟିକେ ଏଜ୍ ହେବେ, ତ ତାଙ୍କରି ସହ ଆମେ 2-3 ଜଣ, ଆମେ ଯେ ନୂଆ ଜଏନ୍ କରିଥିଲୁ 2 ଜଣ, ଆଉ 2 ଜଣ ଷ୍ଟାଫ୍ ବାହାରିଲୁ। ଏଇ ସନ୍ଧ୍ୟା 4-5ଟା ହେବ, ସନ୍ଧ୍ୟା 4ଟା କି 5ଟା କି ମୋତେ ଲାଗୁଛି ସେଇ 3ଟା-4ଟା ହେବ। ତ ଆମେ ସନ୍ଧ୍ୟା ବାହାରିଥିଲୁ, ଆଉ ମାନେ
ବଢ଼ିଆ ଜାଗା ଥିଲା। ତାପରେ ଆଉ ମାନେ ବହୁତ ଦିନ ହେଲା ଯିବା ହେଇନି, କାରଣ ଅଫିସ୍ ଇଏ ଭିତରେ ରହିଲା ଭିତରେ ଯିବା ହେଇନି। ତ ଆଜି ଇଚ୍ଛା ହେଲା, ବହୁତ ଦିନ ହେଲା ଗୋଟେ ବଢ଼ିଆ ଜାଗା ସେଟା, ମୁଁ ଆପଣମାନଙ୍କୁ ବି ଦେଖେଇବି। ଆଉ ଯେ ମୁଁ ବି ଟିକେ ଦେଖିବାର ଇଚ୍ଛା ଥିଲା, କେତେ ଦିନ ହେଲା ଦେଖିବା, ବହୁତ ଦିନ ଆଗରୁ ଯାଇଥିଲି। ତ ଏବେ ଦେଖିବା ସେ ଜାଗାଟା କେମିତି ଅଛି, କ'ଣ ହେଇଛି। ସେତେବେଳେ ବହୁତ କାମ ଚାଲିଥିଲା ସେଠି, ମାନେ ରୋଡ଼ ବି ଏତେ ତିଆରି ହେଇନଥିଲା। ଗୋଟେ ଜାଗାରେ ଗୋଟେ ପଏଣ୍ଟଟା ଗୋଟେ ମାଟି ପଡ଼ୁଥିଲା, ଆମେ ଯାଇଥିଲୁ। କିନ୍ତୁ ବହୁତ ବଢ଼ିଆ ଜାଗା, ଆପଣ ମାନେ କହିପାରିବେନି ଯେ ଏମିତି ଜାଗା ଆପଣ ଦେଖିବେ। ତ ଏଇଟା ଦେଖନ୍ତୁ, ଏଇଠି ଆମେ ପହଞ୍ଚିଲୁ। ସେଇ ରାସ୍ତା ଯେଉଁଟା କହୁଥିଲି କନେକ୍ସନ୍ ହେଇଛି, ଏଇଟା ହେଉଛି ସେଇ ରାସ୍ତା। ସେଇ ରାସ୍ତାରେ ଆପଣ ଆସିଲେ, ଯେଉଁଟା କନେକ୍ଟ ହେଇଛି ଆମର ମେନ୍ ରୋଡ଼ ସହ, ଏଇ ରାସ୍ତାରେ ଆପଣ ଆସିଲେ ପୁରା ସିଧା ଯିବେ, ସିଧା ସେଇ ଆପଣ ଫତେଗଡ଼ ରାସ୍ତାଟା ଅଛି। ଏଇଟା ହେଲା ଏଇଠି କନେକ୍ଟରଟା, ଏଇଠି ମୁଁ ଗାଁ ଭିତରେ ଦେଇ ଆସିଲି ନା, ତ ଏଇଠି ହେଉଛି କନେକ୍ଟ। ଆଉ ଏଇ ରାସ୍ତାଟା ହେଉଛି NH ସହିତ, ମାନେ ମେନ୍ ରୋଡ଼ ସହିତ କନେକ୍ଟ। ସିଧା ପୁରା ଯିବେ, ଦେଖିପାରୁଛନ୍ତି ସିଧା ଅଛି ରାସ୍ତା। ତ ଏବେ ଆମେ ଏଇ ବାଁକୁ ବୁଲିକି ଯିବା। ବହୁତ ବଢ଼ିଆ ମାନେ କ'ଣ ଦୃଶ୍ୟ, ସିନେରୀ ଆପଣ ଦେଖିବାକୁ, ମାନେ ସନ୍ଧ୍ୟା ଟାଇମ୍ରେ ଯେତେବେଳେ ସନସେଟ୍ ଟାଇମ୍ରେ ଆସିବେ, ସେଇ ଟାଇମ୍ରେ ଏଇ ଯେଉଁ ସିଧା ଦେଖୁଛନ୍ତି, ସିଧା ଏଇ ଜାଗାର ସିନେରୀଟା ଦେଖିବେ, ମାନେ କହନ୍ତିନି କି ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଏ। ଏଇ ଜାଗା ହେଉଛି ସେ, ମାନେ ଆପଣ ଯେତେ ଦେଖୁଥିବେ, ଯେତେ ଥର ଆସିବେ, ଜାଗା ଯେତେ ଥର ଦେଖିବେ, ଠିକ୍ ସନସେଟ୍ ଟାଇମ୍ରେ ଟିକେ ଆସନ୍ତୁ, ଏହି ଜାଗାର ଦୃଶ୍ୟ ଦେଖିବେ। ବହୁତ ବଢ଼ିଆ। ଆପଣ, ମୁଁ ସିଧା ରଖିଛି କ୍ୟାମେରା, ଆପଣ ପୁରା ଦୃଶ୍ୟ ଉପଭୋଗ କରନ୍ତୁ, କେମିତି ମାନେ ଅଛି ରାସ୍ତାଟା। ଦେଖନ୍ତୁ ଦି ସାଇଡ଼୍ରେ ଗଛ, ଦେଖନ୍ତୁ କେମିତି ମାନେ ରାସ୍ତା ଇଏରେ ଦି ସାଇଡ଼୍ରେ ଗଛ, ମାନେ ଏଭଳିଆ ଦୃଶ୍ୟ ଆପଣଙ୍କୁ କେମିତି ଲାଗୁଛି ମୋତେ କମେଣ୍ଟରେ କହିବେ। ଭଲ ଲାଗୁଛି କି ନାହିଁ ଦେଖନ୍ତୁ, ନିଜେ ଦୃଶ୍ୟ ଦେଖନ୍ତୁ ଆଉ କମେଣ୍ଟ କରନ୍ତୁ କେମିତି ଲାଗୁଛି। ଏଇ ଦୃଶ୍ୟ ମାନେ ଆପଣ କେଉଁଠି, ମାନେ ଭୁବନେଶ୍ୱରରୁ 50 କିଲୋମିଟର ଇଏରେ ଆପଣ କେଉଁଠି ପାଇବେନି। ବଢ଼ିଆ ରାସ୍ତା, ମାନେ ମନ କୁହନ୍ତି ମାନେ ଖୁସି ହେଇଯାଉଛି, ବହୁତ ସୁନ୍ଦର ଲାଗୁଛି, ବହୁତ ସୁନ୍ଦର। ତ ଏଇଠି ଦେଖନ୍ତୁ, ଦେଖାଉଛି 11 କିଲୋମିଟର ଷ୍ଟେ ଅନ୍ ଫତେଗଡ଼, ମାନେ 11 କିଲୋମିଟର ମାନେ ଯିବାକୁ ପଡ଼ିବ। 11 କିଲୋମିଟର ପରେ ଆମକୁ ଫତେଗଡ଼ ରାସ୍ତାରେ ସେଇଠି ମୁଁ ଲେଫ୍ଟ ମୋତେ ଲାଗୁଛି ଲେଫ୍ଟକୁ ବୁଲିବାକୁ ପଡ଼ିବ, ତାପରେ ଆପଣଙ୍କର ରାମ ମନ୍ଦିରଟା ପଡ଼ିବ। ତ ଆମେ ଯିବା, ଦେଖିବା। ମୋତେ ଲାଗୁଛି ଆଉ କେଉଁଠି ବୁଲିବାକୁ ପଡ଼ିବନି, ଡାଇରେକ୍ଟ ରାମ ମନ୍ଦିର ପାଖରେ ବୁଲିବ। ତଥାପି ଯଦି ରୁହନ୍ତୁ, ଷ୍ଟେ ଟ୍ୟୁନ୍ ରୁହନ୍ତୁ, ଅନେଇକି ବସିଥାନ୍ତୁ, ଆଖି ପଲକ ପକାନ୍ତୁ ନାହିଁ, ଆଉ ରାସ୍ତାକୁ ଦେଖନ୍ତୁ କେଉଁଠି ବୁଲୁଛି, କାଳେ ମୁଁ ଭୁଲିଯିବି, ଆପଣ ମିସ୍ କରିଯିବେ। ତ ସେମିତି ଭୁଲ ଜମାରୁ କରିବେନି, ଯଦି କରୁଛନ୍ତି ସେଥିରେ ଆପଣଙ୍କର କ୍ଷତି। ତ ଆମେ ଯିବା। ଏଇଟା ହେଉଛି ରାଜସ୍ୱ ଗଭର୍ଣ୍ଣମେଣ୍ଟ ଅଫିସ୍ କନଷ୍ଟ୍ରକ୍ସନ୍, ଅଣ୍ଡର କନଷ୍ଟ୍ରକ୍ସନ୍। ଆମେ ବର୍ତ୍ତମାନ ଗୁଗୁଲ୍ ମ୍ୟାପ୍ ଦେଖି ରାସ୍ତା ଦେଖି ଯାଉଛେ, ଯେହେତୁ ମୁଁ ଫାର୍ଷ୍ଟ ଟାଇମ୍ ଆସିଥିଲି, ତାପରେ ଆଉ ଆସିନି, ମାନେ ଥରେ ଆସିଥିଲି ଆଉ ଆସିନି। ତ ମୁଁ ଆଉ ରାସ୍ତା ହିଁ ମନେ ନାହିଁ, ତ ଗୁଗୁଲ୍ ମ୍ୟାପ୍ ମାରିଦେଇଛି ଫତେଗଡ଼ ରାମ ମନ୍ଦିର, ତ ଦେଖେଇଛି ସେ ରାସ୍ତା। ଆଉ ଗୋଟେ ଜିନିଷ, ମାନେ ଗୁଗୁଲ୍ ମ୍ୟାପ୍ରେ ଆପଣ ସବୁବେଳେ ବି ଭରସା କରିପାରିବେନି। ହୁଏତ ମାନେ ରାସ୍ତା ଜାଣିନଥିବେ ତ ଆପଣ ବାଧ୍ୟ ହେଇ ଗୁଗୁଲ୍ ମ୍ୟାପ୍ ମାରିବେ, କିନ୍ତୁ ବେଳେବେଳେ ଆପଣ ଲୋକାଲ୍ ଲୋକଙ୍କୁ ବି ବେଳେବେଳେ ପଚାରିଦେବେ ଯେ ଜାଗାଟା କେଉଁଠି, କେଉଁ ରାସ୍ତାରେ, କାରଣ ଗୁଗୁଲ୍ ମ୍ୟାପ୍
ଆପଣ କହିପାରିବେନି 100% ରାଇଟ୍ ବୋଲି। ଥରେ ଆମେ ପିକନିକ୍ ଯିବା ପାଇଁ ବାହାରିଥିଲୁ। ଆମର ସେଟା କେଉଁ ଜିଲ୍ଲା? କେଉଁଝର ଜିଲ୍ଲା। ଜାଗାଟା ନାଁ ହେଉଛି ହାଣ୍ଡିଭଙ୍ଗା ୱାଟରଫଲ୍। ତ ସମସ୍ତେ କହିଲେ ହଁ ବଢ଼ିଆ ଜାଗା, ଫଟୋ ଦେଖିଲେ କିନ୍ତୁ ରାସ୍ତା କିଏ ଜାଣିନାହାନ୍ତି। ହାଣ୍ଡିଭଙ୍ଗା ରାସ୍ତା ଜଳପ୍ରପାତ ରାସ୍ତାଟା ମାନେ NHରୁ ଆହୁରି ବହୁତ ଭିତରକୁ, ମିନିମମ୍ ମୋତେ ଲାଗୁଛି 20 କିଲୋମିଟର କି 25 କିଲୋମିଟର ଭଳିଆ ଭିତରକୁ ଯିବ। ତ କେହି ତ ଜାଣିନାହାନ୍ତି ରାସ୍ତା କ'ଣ। ଆମେ ମାରିଦେଲୁ, ବାହାରିଲୁ ରାତି 8ଟା କି 8:30 ହେଇଥିଲା। ଆମେ ମାରିଦେଲୁ ହାଣ୍ଡିଭଙ୍ଗା ଜଳପ୍ରପାତ। କୁହନ୍ତୁନି, ଆମେ NHରୁ ଗୋଟେ ସିଧା ରାସ୍ତା ଥିଲା ଯେଉଁଟାକି ମାନେ ଅଧିକ ବାଟ ଦେଖାଉଥିଲା, ସେଇଟା ତଥାପି ସେଇ ଜାଗାକୁ ଯାଇଥାନ୍ତୁ, କିନ୍ତୁ ମାନେ ଆମକୁ ଏଠୁ ଗୋଟେ ରାସ୍ତାଟା ସର୍ଟ ଭଳିଆ ଲାଗିଲା ଯେଉଁଟା ଗୁଗଲ୍ ମ୍ୟାପ୍ରେ ଦେଖାଉଥିଲା, କିନ୍ତୁ ଆମେ ଜାଣିନଥିଲୁ ଯେ ସେଇଟା ହେଉଛି ଜଙ୍ଗଲ ରାସ୍ତା। ତ ଗୋଟେ କନଫ୍ୟୁଜନ୍ରେ ରହିଲା କି ଏପଟେ ଯିବା ସେପଟେ ଯିବା। ତାପରେ ଜଣେ କହିଲେ ଟାଇମ୍ ତ ଆସି ସେତିକି ହେଲାଣି, ଆମେ ସର୍ଟକଟ୍ରେ ପଳେଇଲେ ଆମେ ପାଇଯିବା ରାସ୍ତା। ତ ସେଇଠୁ ଆମେ ସେ ଭିତରେ ପଶିଲୁ, କିନ୍ତୁ ସେଟା ଥିଲା 100%। ଏଇଠି ଦେଖନ୍ତୁ ମୁଁ ଏଇଠି ଦେଖାଇ ଦେଉଛି ଆପଣଙ୍କୁ ବୋର୍ଡ଼ଟା ଉପରକୁ। ଏଠି ଲେଖା ହେଇଛି ଫତେଗଡ଼ 5 କିଲୋମିଟର, କଣ୍ଟିଲୋ 22 କିଲୋମିଟର। ଏପଟେ ଆପଣ କଣ୍ଟିଲୋ ବି ଯାଇପାରିବେ। କଣ୍ଟିଲୋ ଆମର ନୀଳମାଧବ ଅଛି, କଣ୍ଟିଲୋ ନୀଳମାଧବ ଅଛନ୍ତି, ଭୁଲ କହିଲେ ଅଛନ୍ତି। ଆପଣ ଯାଇକି ବି ସେଠି ବୁଲିକି ଆସିପାରିବେ। ବଢ଼ିଆ ଜାଗା। ମାନେ ମୁଁ ତ ଯାଇନି, ଯିବି ଭାବୁଛି କିନ୍ତୁ ଯାଇପାରୁନି। କିନ୍ତୁ ଏଇଠି ରାମ ମନ୍ଦିର ଦେଖୁଥିଲେ, ରାମ ମନ୍ଦିର 7 କିଲୋମିଟର, ଫତେଗଡ଼ 5 କିଲୋମିଟର। ଫତେଗଡ଼ ପଡ଼ିବ, ତା ଆଗକୁ ଟିକେ ଗଲେ ରାମ ମନ୍ଦିର। ତ ଆମେ ଯିବା। ଏଇ ରାସ୍ତା ସିଧା ତ, ଆଉ ସିଧା ଗଲେ ଆମେ ପାଇଯିବା ଆଉ। ତ କ'ଣ କହୁଥିଲି, ତ ଆମେ ବାହାରିଲୁ, ମାନେ ଜଲ୍ଦି ପହଞ୍ଚିବା ଚକ୍କରରେ ଆମେ ପଶିଲୁ ସେ ରାସ୍ତାରେ। ପଶିକି ମାନେ କିଛି ବାଟ ଯାଇଛୁ, ମାନେ ଜଣାପଡ଼ିଲା ଯେ ସେ ରାସ୍ତା ତିଆରି ଚାଲିଛି, ମାନେ ସରିନି। ଆଉ ଅଣ୍ଡର କନଷ୍ଟ୍ରକ୍ସନ୍ ରାସ୍ତା ତ ଜାଣିଛନ୍ତି, ସେପଟେ ଟ୍ରକ୍ JCB ଡେଲି ଯିବା ଆସିବା କରି ଯାଇ ସେ ରାସ୍ତା ପୁରା ଖାଲ ହେଇଯାଇଛି। ଆଉ ଗାଡ଼ି ମାନେ ଆପଣ କହିବେ ସେଠି ଗୋଟେ ସିଙ୍ଗଲ୍ ଚକା ଗାଡ଼ି ଯାଇପାରିବନି। ସିଙ୍ଗଲ୍ ଚକା ମାନେ କ'ଣ, ମାନେ ଯେଉଁ ବାଇକ୍ ହଉ କି ଇଏ ହଉ, ମାନେ ବହୁତ ଖାଲ, ପାଣି ବି ବର୍ଷା ବି ବୋଧେ ହେଇଛି, ମାନେ କିଛି ଠିକ୍ ସେ ଦେଖା ହେଉନି, ମାନେ କ'ଣ ହେଇଛି କ'ଣ ନାହିଁ। ମୋର ଟ୍ରାଭେଲର୍ ଗୋଟେ ଯାଇଥାଏ, ମାନେ 1 2 3 4 5 6 6ଟା ଚକ। ତ ସେଇଥିରେ ଯାଇଥାଏ, ମାନେ ଡର ବି ଏକରେ ଲାଗୁଥାଏ, ଆଉ ମାନେ ସବୁ ମାନେ କନଫ୍ୟୁଜନ୍ରେ ଥାଆନ୍ତି କି ରାସ୍ତା ମିଳିବ ତ, ରାସ୍ତା ନ ମିଳିଲା ଯଦି, ଆଉ ଜଙ୍ଗଲ ଏରିଆ। ଦେଖନ୍ତୁ ଏଇଠି ନାଭିଗେସନ୍ ଦେଖାଉଛି। ଗୋଟେ ଗାଡ଼ିର ବଢ଼ିଆ ସିଷ୍ଟମ୍ ଅଛି ନାଭିଗେସନ୍ ନଥିଲେ ଆପଣମାନେ ଗୋଟେ ହାତରେ ଫୋନ୍ ଧରିବେ, ଗୋଟେ ନାଭିଗେସନ୍ ଦେଖିବେ। ଏଇଟା ହେଉଛି ଗୋଟେ ଇଏ, ଆପଣ ଏଇଠି ମିଟରରେ ମିଳିଗଲା ନାଭିଗେସନ୍, ଆପଣ ଦେଖିଲେ ଷ୍ଟ୍ରେଟ୍ ଚାଲିଲେ, ଯେମିତି 3 କିଲୋମିଟର ସାଇଟ୍ ଲେଫ୍ଟ, ଆଗକୁ 3 କିଲୋମିଟର ପରେ ଆମକୁ ଲେଫ୍ଟକୁ ବୁଲିବାର ଅଛି। ତ କଥାଟା ମାନେ ଡର କି ଆଇଦର ବାଘ ଭାଲୁ ଯଦି ମିଳିଗଲେ, ଜଙ୍ଗଲ ଏରିଆ ନା, ହାତୀ ବି ଯଦି ପଳେଇଲେ, ଗାଡ଼ି ତ ବ୍ୟାକ୍ କରିହେବନି, 25 ଜଣ ବଇଛନ୍ତି। ଡରରେ ବହୁତ କଷ୍ଟରେ ଭଗବାନଙ୍କୁ ଡାକି କୁହନ୍ତୁନି ଆମେ କେମିତି ମେନ୍ ରୋଡ଼ ପାଇଗଲୁ, ବହୁତ କଷ୍ଟରେ। ଯାହା ଭଗବାନ ସେଦିନ ଭରସା ଥିଲେ, ନହେଲେ ଯାଇଥାନ୍ତୁ। ଏଇ ଯେଉଁ ଦେଖୁଛି ଦୂରରେ ଦେଖନ୍ତୁ, ଦେଖାହେଉଛି ଯେଉଁ ପାହାଡ଼ଟା, ବଡ଼ଗିରି ପାହାଡ଼ ଗୋଟେ ଦେଖାହେଉଛି। ଟିକେ ଦେଖାଯାଉଥିବ ମନ୍ଦିରଟା, ମୋତେ ଜଣାପଡ଼ୁନି, ବହୁତ ଦୂରରେ ଦେଖନ୍ତୁ। ସେଇଟା ହେଉଛି ମନ୍ଦିର, ସେଇ ପାହାଡ଼ ଉପରକୁ ଆମକୁ ଯିବାର ଅଛି। ବଢ଼ିଆ ଜାଗା, ମୁଁ ଗୋଟେ ଜୁମ୍ କରିଦେଉଛି, ଦେଖନ୍ତୁ ମନ୍ଦିରଟା। କ୍ୟାମେରା ଟିକେ ସେକ୍ ହେଇଯାଉଛି, ଦେଖନ୍ତୁ ମନ୍ଦିର। ଏଇଟା ହେଉଛି ରାମ ମନ୍ଦିର ଉପରେ। ବଢ଼ିଆ ଜାଗା, ମାନେ ଏମିତି ଜାଗାରେ ଅଛି ଯେଉଁମାନେ ସମସ୍ତେ ଚାହିଁଲେ ଆସିପାରିବେ। ମାନେ ଭୁବନେଶ୍ୱର ହଉ କି ଆପଣ ନୟାଗଡ଼ରେ ବି ଆସନ୍ତୁ, କି ଆପଣ ଆସନ୍ତୁ କଟକ ପାଖ, ମାନେ ଏତେ ବି ବେଶୀ ମାନେ ଇଏ ନାହିଁ, ମାନେ ରସ୍ ଜାଗା ନାହିଁ, ବହୁତ ଫାଙ୍କା ଜାଗା। ଆପଣ ଆରାମସେ ଆସି ବୁଲିପାରିବେ। ରାସ୍ତା ଦେଖୁଛନ୍ତି, ଏଇଟା ମାନେ ବଢ଼ିଆ ରାସ୍ତା ସେ ଏବେ କରିଦେଇଛନ୍ତି। ସେ ଟାଇମ୍ରେ 2 ବର୍ଷ ତଳେ କହିପାରିବିନି ରାସ୍ତାଟା କେମିତି ଥିଲା, କିନ୍ତୁ ବର୍ତ୍ତମାନ ରାସ୍ତା ବଢ଼ିଆ କରିଦେଇଛନ୍ତି। ଏଇଟା ଦେଖୁଛନ୍ତି ସେ ବ୍ରିଜ୍, ସେ ଟାଇମ୍ରେ ବ୍ରିଜ୍ ନଥିଲା, ସାୟଦ ଥିବ କି ନାହିଁ କିନ୍ତୁ ମୁଁ ଜାଣିନି, କିନ୍ତୁ ଏଇଟା ନୂଆ ତିଆରି ହେଇଛି, ଲାଗୁଛି କି ନୂଆ ତିଆରି ହେଇଛି, କାରଣ ଆପଣ ତା କଣ୍ଡିସନ୍ ଦେଖି ଜାଣିପାରୁଥିବେ, ଗୋଡ଼ି ସବୁ ଇଏ ପଡ଼ିଛି। ଆଉ ବର୍ଷା ଦିନ ତ ମୋତେ ଲାଗୁଛି ଏହାର ଅବସ୍ଥା ରହୁନଥିବ,
କାରଣ ବର୍ଷା ଦିନ ହେଲା ମାନେ ଏଗୁଡ଼ା ସବୁ କାଦୁଅ ହେବ, କାଦୁଅ ହେଲା ମାନେ ନା ଗାଡ଼ି ନା ଚାଲି କିଛି ହେଇପାରିବେନି। ସେ ତଥାପି ପକେଇକି ରଖିଛନ୍ତି, କିନ୍ତୁ ମୋତେ ଲାଗୁଛି ଉପରଟା ହେଇଯାଇଥିବ, ବ୍ରିଜ୍ଟା ତ ସେ କରିଦେଇଥିବ ବ୍ରିଜ୍ଟା, କାରଣ ସେଇଟା ହେଇଯାଇଥିବ ରୋଡ଼ ଫୋଡ଼ ହେଇଯାଇଥିବ। ହଁ ବ୍ରିଜ୍ଟା ରୋଡ଼ ହେଇଯାଇଛି, ପୁରା ନୂଆ ବ୍ରିଜ୍ କରିକି ରୋଡ଼ କରିଦେଇଛନ୍ତି, କିନ୍ତୁ ଏ ତଳ ଗୁଡ଼ା ସେଗୁଡ଼ା ଯଦି ତାକୁ ଏମିତି ରଖିବେ ସେ ବର୍ଷା ଦିନେ ପୁଣି ସେ ଇଏ ହେବ, ପୁଣି ଯିବା ଆସିବାର ଅସୁବିଧା। ତ ଏଟା ନୂଆ ବ୍ରିଜ୍ ବନା ହେଇଛି, ତ କିଛି ଅସୁବିଧା ହେବନି ଆପଣଙ୍କୁ ଯିବା ଆସିବାରେ। ତ ଏଇଠୁ ଆମେ କଡ଼ିକି ଆଗକୁ ମୋତେ ଲାଗୁଛି ବୋଧେ 1-2 କିଲୋମିଟର ଯିବାକୁ ପଡ଼ିବ। 2 କିଲୋମିଟର ଗଲା ପରେ ଯାଇକି ଆପଣଙ୍କୁ ସେ ଲେଫ୍ଟକୁ ବୁଲିବାକୁ ପଡ଼ିବ ମୋତେ ଲାଗୁଛି। ଆଉ ସେଇଠି ଗୋଟେ ଘାଟି ଟାଇପ୍, ପାହାଡ଼ ଯେହେତୁ ଆପଣ ପାହାଡ଼ ଚଢ଼ିବେ ମାନେ ସେଇଟା ଘାଟି ଟାଇପ୍ର ରାସ୍ତାଟା ଅଛି। ଆଉ ଦେଖେଇବି ଆପଣଙ୍କୁ, ଆପଣ ରୁହନ୍ତୁ ଇଏରେ ଦେଖିବେ, ମୁଁ ଆପଣଙ୍କୁ ଦେଖେଇବି, ଟୋଟାଲ୍ ଭିଡ଼ିଓ ମୁଁ ଆପଣଙ୍କୁ ଦେଖେଇବି। ଆଉ ଏଇଠୁ ଅଳ୍ପ ବାଟ ରହିଲା, ଆଉ ସାୟଦ 900 କି 800 ମିଟର ଦେଖାଉଛି। ଯିବା ଆଗକୁ ଦେଖିବା କ'ଣ ପଚାରିବା ଲୋକଙ୍କୁ ଯେ କେଉଁ ପଟେ ଗଲେ ଆମେ ଠିକ୍ ରାସ୍ତାଟା ପାଇବା, କାରଣ ମୁଁ ଭୁଲି ଯାଇଛି, ମୁଁ ବି ମନେ ନାହିଁ ମୋର। ଯିବା ଆଗକୁ ପଚାରିବା, ଦେଖିବା କେଉଁଠି ରାସ୍ତାଟା ଇଏ ହେଉଛି, କେଉଁଠି ଆମେ ବୁଲିବା। ଏଇଠି ଆମେ ଜଣକୁ ପଚାରିଲୁ, ସେ କହିଲେ ଆଗକୁ ଯାଇକି ଆଉ 1 କିଲୋମିଟର ପାଖାପାଖି ଯିବାକୁ ପଡ଼ିବ। 1 କିଲୋମିଟର କେତେ ମିଟର ଗୋଟେ 1 କିଲୋମିଟର ବୋଧେ। ସେ କହିଲେ ଆଗକୁ ଯାଇକି ଆପଣ ବୁଲିବେ, କିନ୍ତୁ ମୁଁ ଜାଣିନି କେତିକି ବାଟ ବୁଲିବାକୁ ପଡ଼ିବ। ତ ସେ କହିଲା ଆଗକୁ ଯାଇକି ଯାଆନ୍ତୁ, ସେ ରାସ୍ତା ବୋର୍ଡ଼ ମରା ହେଇଥିବ, ଲେଖା ହେଇଥିବ, ବୋର୍ଡ଼ ମରା ହେଇଥିବ, ସେଇଠୁ ଆପଣ। ତ ଆମେ ଗାଡ଼ି ଷ୍ଟାର୍ଟ କରି ଚାଲିଲୁ, ଆଗକୁ ବଢ଼ି ଚାଲିଲୁ। ଦେଖିବା ଆମର ଏଠି ମିଟର ଦେଖାହେଉଛି, କେତେ ଲେଖା ହେଇଛି 900 ମିଟର। 900 ମିଟର ପାଖାପାଖି ହେଇଗଲୁଣି, ଆଉ ପାଖାପାଖି ହେଇଗଲୁଣି ଲାଗୁଛି। 900 ମିଟର ମାନେ 900 ମିଟର ଆମେ ବୁଲିବା ଆଉ। ବଢ଼ିଆ ଜାଗା, ବଢ଼ିଆ ମାନେ ମନରେ ଗୋଟେ କ'ଣ ଆଶା ଥିଲା ଯେ ଏମିତି ଦିନେ ଗାଡ଼ିରେ ମୁଁ ବାଇକ୍ କିଣିବି, ବାଇକ୍ରେ ବୁଲିବାକୁ ଯିବି, ଆଉ ଭିଡ଼ିଓ କରିବି, ବ୍ଲଗ୍ କରିବି, ଆପଣମାନଙ୍କୁ ଦେଖେଇବି, ବହୁତ ଆଶା ଥିଲା। ଆଜି ଲାଗୁଛି ସେ ଆଶାଟା ପୂରଣ ହେଲା, କିନ୍ତୁ ଏ ଆଶା କେତେ ଦିନ ରହିବ ସେଇଟା ହେଉଛି। ଦେଖନ୍ତୁ ଏଇଠି ବୋର୍ଡ଼ ଏଇଠି ମରା ହେଇଛି, ଲେଖା ହେଇଛି ରାମ ମନ୍ଦିର, ଶ୍ରୀରାମ ଟେମ୍ପଲ୍, ଶ୍ରୀରାମ ମନ୍ଦିର ଲେଖା ହେଇଛି ଏଇଠି, ଦେଖା ହେଇଛି ଶ୍ରୀରାମ ମନ୍ଦିର। ତ ଆମେ ଏଇଠି ଲେଫ୍ଟକୁ ବୁଲିବା, ଲେଫ୍ଟକୁ ବୁଲିଲୁ, ସିଧା ରାସ୍ତା, ବଢ଼ିଆ ରାସ୍ତା ବା। ଆମେ ଏଇଠୁ ପୁରା ରକେଟ୍ ହେଇ ଉଡ଼ିବା, ରକେଟ୍ ହେବାନି, ଧୀରେ ସୁସ୍ଥେ ଯିବା। ଦେଖନ୍ତୁ ଜାଗା, ଦେଖନ୍ତୁ ବଢ଼ିଆ ଜାଗା, ଏମିତି ଜାଗା ଆପଣ ବୁଲିବାକୁ ଆସିବେ ମାନେ ସେ ଆପଣଙ୍କ ଯିଏ ବି ହଉ, ଆପଣଙ୍କ ସାଙ୍ଗ ହଉ, ଯିଏ ଫ୍ୟାମିଲି ହଉ, ବଢ଼ିଆ ଜାଗା। ମାନେ କ'ଣ କହିବି ଆଉ, ମାନେ ତାର ବର୍ଣ୍ଣନାରେ କିଛି ଶବ୍ଦ ନାହିଁ। ତ ଭୁଲ ହେଇଯାଇପାରେ, ମୁଁ ଆପଣଙ୍କୁ ଦେଖନ୍ତୁ, ତଥାପି ବଢ଼ିଆ ଜାଗା। ଦେଖନ୍ତୁ, ଦେଖିକି ଯିବେ, ରାସ୍ତା ମାନେ କେତେଟା କିଛି ତିଆରି ଚାଲିଛି, ଆଉ ଯେଉଁ ପଟେ ପିଚୁ ପଡ଼ିଛି ଆପଣ ସେଇପଟେ ହିଁ ଯିବେ। ଦୟାକରି ସନ୍ଧ୍ୟା ପରେ ଆସନ୍ତୁନି ଏ ଜାଗାକୁ, ଯେହେତୁ ନିଛାଟିଆ, ବହୁତ ନିଛାଟିଆ ଜାଗା। ଏଗୁଡ଼ା ଦେଖନ୍ତୁ, ଏଗୁଡ଼ା ଆଗରୁ ତିଆରି ହେଇଥିଲା, ମୁଁ ମନେ ନାହିଁ। ତ ଏଇଠି ଆମେ ଯିବା ରାଇଟ୍କୁ ଉଠିଲେ ଶ୍ରୀରାମ ମନ୍ଦିର ରାସ୍ତା। ତ ଏଇଠି ଆମେ ରାଇଟ୍କୁ ଉଠିବା, ପୁରା ଘାଟି ଭଳିଆ ରାସ୍ତା ଦେଖିପାରୁଛନ୍ତି, ଦେଖନ୍ତୁ ପୁରା ଘାଟି ରାସ୍ତା, ପାହାଡ଼ ଉପରେ ଚଢ଼ିବେ ଆପଣ। ବହୁତ ମାନେ ବୁଲିବା ପାଇଁ ବହୁତ ଛୋଟ ରାସ୍ତା, ଆଉ ଦେଖିକି ବୁଲିବେ, କାରଣ ଆଗରୁ କାର୍ ବି ଆସିଥାଇପାରେ, କାରଣ କାର୍ ଗଡ଼ାଣି ରାସ୍ତା ଯେହେତୁ, ତ କାର୍ ଫାର୍ ଆସୁଥିବେ, ଆପଣ ଧୀରେ ସୁସ୍ଥେ ଯିବେ। ସନ୍ଧ୍ୟା ଟାଇମ୍ରେ ଏଇ ଜାଗାକୁ ଆସିବେନି, ବହୁତ ନିଛାଟିଆ ଜାଗା। ମାନେ କେତେଟା କେସ୍ ବି ଆମେ ଏପଟେ ଶୁଣିବାକୁ ପାଇଛୁ ଯେ ଏମିତି କେସ୍ ହେଉଛି, ଗୋଟେ ବି କେସ୍ ହେଇଛି। ତ ଆପଣ ସନ୍ଧ୍ୟା ଟାଇମ୍ରେ ଜମାରୁ ଆସିବେନି, ଆସୁଛନ୍ତି ଯଦି 3ଟା 4ଟା ବେଳକୁ ଆସିବେ,
ଚାରିଟା ବେଳେ ଆସିକି ଆପଣ ଶୀଘ୍ର ଫେରିଯିବେ। ବଢ଼ିଆ ଜାଗା ଆପଣ ବୁଲିବା ପାଇଁ, ଆପଣଙ୍କର ଇଏ ମାନେ ଫଟୋ ଉଠାଇବା ପାଇଁ ସବୁ ବଢ଼ିଆ ଜାଗା, ଦର୍ଶନ କରିବେ ଆରାମସେ ଯିବେ। ଦେଖନ୍ତୁ କେମିତି ଘାଟି ଚଢ଼ା ହେଉଛି ଗାଡ଼ି। এইଠି ଆଗକୁ ଗୋଟେ ଏଇ ଯେଉଁ ରାସ୍ତାଟା ଦେଖୁଛନ୍ତି ଏଇଟା ଏବେ ମାନେ ଏଇଟା ଇଏ ଦିଆହେଇଛି। ଏଇଟା ସେତେବେଳେ ତିଆରି ଚାଲିଥିଲା, ମାନେ ମାଟି ଥିଲା ସେତେବେଳେ ଏଇଠି, ମାନେ ବର୍ଷା ଟାଇମ୍ କି ମୋତେ ଲାଗୁଛି କେଉଁ ଟାଇମ୍ଟା ପୁରା ଏଇଟା ପୁରା ମାଟି ଥିଲା। ଏଇ ଯେଉଁ ପିଚ୍ ଏଇଟା ସିମେଣ୍ଟ କରାହେଇଛି, ସିମେଣ୍ଟ କରାହେଇଛି ତ ସେତେବେଳେ ଏମିତି ନଥିଲା, ଏଇଟା ପୁରା ମାଟି ଥିଲା, ତିଆରି ଚାଲିଥିଲା ରାସ୍ତାଟା। ଏମିତି ବୁଲା ସେତେବେଳେ ମାନେ ବହୁତ ସର୍ଟରେ ବୁଲା ହେଇଥିଲା, ଏବେ ତାକୁ ଟିକେ ୱାଇଡ଼ କରାହେଇଯାଇଛି। ଭଲ କଥା, ମାନେ ସେଫ୍ଟି ଦୃଷ୍ଟିରୁ। ଏପଟେ କାର୍ ଫାର୍ ବି ଯିବା ଆସିବା କରୁଛନ୍ତି ନା, ତ ଟର୍ନ ନେଲା ବେଳକୁ ତାଙ୍କୁ ବି ପ୍ରୋବ୍ଲେମ୍ ହେଉଥିବ। ଏଇଠି ଆଉ ଅଳ୍ପ ବାଟ ରହିଲା, ଅଳ୍ପ ବାଟ ପରେ ଆମର ଡେଷ୍ଟିନେସନ୍ ପହଞ୍ଚିଯିବ ଶ୍ରୀରାମ ମନ୍ଦିର। ସିଧା ପୁରା ଯିବ, ସିଧା। ଏଠି ଦେଖନ୍ତୁ ସିଧା ଆଗରୁ ଗୋଟେ କାର୍ ଆସିଛି, ଧୀରେ ସୁସ୍ଥେ ଯିବେ, ବଢ଼ିଆ ଜାଗା, ବୁଲିକି ଆସିବେ। ଚାଲନ୍ତୁ ଯିବା। ଆମେ ବୁଲିବା ଆଗରେ ଗାଡ଼ି ପାର୍କିଂ ପାଇଁ ବି ଅଛି, ଆପଣ ଟିକେଟ୍ କରି ଗାଡ଼ି ପାର୍କିଂ। ଏଠି ଦେଖନ୍ତୁ ରାମ ମନ୍ଦିର ଏଇଠୁ ଦେଖାହେଉଛି, ମାନେ ବଢ଼ିଆ ହେଇଛି ଏଇଟା। ଆମେ ଏଇଠି ଆଗରେ ଗାଡ଼ି ପାର୍କିଂ ଏଇଠି ଦେଖୁଛନ୍ତି, ତ 10 ଟଙ୍କା ଦେଇ ଆପଣ ଟିକେଟ୍ କରି ଗାଡ଼ି ପାର୍କିଂ କରି ଏଇଠି ବାଇକ୍ ଆଉ ସ୍କୁଟି। ମିନିମମ୍ ଘଣ୍ଟାଟେ ଲାଗିଲା ମୋତେ ପହଞ୍ଚିବାକୁ। ଆମେ ତଥାପି ଧୀରେ ଧୀରେ ଆସୁଥିଲେ। ଆଉ ମୁଁ ଦେଖାଉଛି ସିନେରୀ ଆପଣଙ୍କୁ। ଏଇଠି ଦେଖନ୍ତୁ, ଏଇଠି ଅଛି କାର୍ ପାର୍କିଂଟା। ତ ଆଗକୁ ଟିକେ ତଳକୁ ଯାଇକି କାର୍ ପାର୍କିଂ, ଏଠି ଆପଣ ଯଦି କାର୍ ନେଇ ଆସିଛନ୍ତି ଆପଣ ଟିକେ କାର୍ ପାର୍କିଂ କରିକି ଉପରକୁ ଯାଇପାରିବେ। ତାର ଗୋଟେ 2ଟା ଗେଟ୍ ଅଛି। ଆଗରୁ ଆମେ ପ୍ରଥମେ ଯେଉଁ ଗେଟ୍ ଆସିଥିଲେ ସେ ଗେଟ୍ ଖୋଲା ନାହିଁ, ତ ଏଇଠି ପାର୍କିଂ କରି ଆପଣ ସେପଟକୁ ମାନେ ଡାଉନ୍ ସାଇଡ଼୍କୁ ଗଲେ ଆପଣଙ୍କୁ ତାର ଗେଟ୍ଟା ଅଛି। ତ ଏଇଟା ଗୋଟେ କ'ଣ ତିଆରି ହେଉଛି, ସେତେବେଳେ ନଥିଲା, ସବୁ ତିଆରି ଚାଲିଛି ବର୍ତ୍ତମାନ। ସେଇ ଉପରକୁ ଯିବା, ଏଇଟା ସବୁ ନୂଆ ଚାଲିଛି। ମାନେ ଏପଟେ ରାସ୍ତା ବି ନଥିଲା, ଏପଟେ ରାସ୍ତା ବନା ହେଇଛି। ସେତେବେଳେ ବନା ଚାଲିଥିଲା, ଏସବୁ ଯେଉଁ ଦୋକାନ ଫୋକାନ ଥିଲା, ସେ ଦୋକାନ ଇଏ ପାଇଁ, ଭୋଗ ଦୋକାନ, ଏ ଦୋକାନ ପାଇଁ ବନା ହେଉଛି। ଏଇଟା କନଷ୍ଟ୍ରକ୍ସନ୍ ଚାଲିଛି, ସରିନି। ତ ବଢ଼ିଆ ସିଷ୍ଟମ୍ କରିଛନ୍ତି। ଏପଟକୁ ଗଲାବେଳକୁ ଲୋକ ଏପଟୁ ଫୁଲ କ'ଣ ଭୋଗ ଫୋଗ ନେଇକି ଯିବେ ପୂଜା କରିବାକୁ। ବଢ଼ିଆ ଜାଗା, ଚାଲ ଯିବା। ଦେଖିପାରୁଛନ୍ତି ଭିଉ, ଦେଖନ୍ତୁ ପୁରା ଗୋଟେ ଗାଁ ବୋଧେ ମୋତେ ଦେଖାହେଉଛି ଭଳିଆ ଲାଗୁଛି। ଦେଖନ୍ତୁ ପୁରା ବର୍ଷା ହେଇଛି, ବିଲରେ ପୁରା ପାଣି। ବୁଲେଇ ଦେଉଛି ଆପଣଙ୍କୁ, ଦେଖନ୍ତୁ ବିଲରେ ପୁରା ପାଣି, ବଢ଼ିଆ ଭିଉ ଅଛି, ବହୁତ ବଢ଼ିଆ। ଆପଣ ଆସିବେ, ବଢ଼ିଆ ଏଇ ଜାଗାରେ ଆପଣ ଗୋଟେ ଫଟୋ ଉଠେଇବେ, କେମିତି ଲାଗିବ ଆପଣ ଭାବନ୍ତୁ। ତ ଆଗକୁ ଜୋତା ଷ୍ଟାଣ୍ଡ ଅଛି, ଜୋତା ଷ୍ଟାଣ୍ଡରେ ଆମେ ଜୋତା ରଖିବା, ଉପରକୁ ଯିବା। କେତେ ଲେଖା ହେଇଥିଲା? 5 ଟଙ୍କା। ଆଚ୍ଛା, ତ ଯିବା ଉପରକୁ। ପାହାଚ ଚଢ଼ି 1352 ପାହାଚ ନୁହଁ ତ, ନା ଗଣି ଆସିଛି, ଅଳ୍ପ ପାହାଚ ଅଛି।
बढ़िया जगह ऊपर देखिए भ्यूटा आहरी बहुत बढ़िया लगे मैंने जो पछपट भ्यूटा ऊपर देखिए बहुत सुंदर लगुच देखिपे यहाँ हूँ पूरा बाहर परिसरटा जो ये किसी बनाई नाला ये किसी बनाई नाला देखो व्यू देखो देखो ये किसी बनाई नाला माने ये गोटे ये मंदिरटा भी ये नाला यहाँ भी नुआ बनाई बोधे फुल सब बिकुंट भोग भोग मंदिरटा भी बनाई आगुरी नाला ये गोटे धोइयापी गोड़ हाथ धोइयापी जगटा था सेटा आम तले अच्छी मुझे देखिली आपको यही देखिपे देखो गोटे बड़ नदी आप देखा 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 भलसे देख से गोटे नदी देखुं से पटु जा पूरा पानी भर्ती अच्छी बोधे लगुच से भाया देखा देख मत मु जानी सेटा कौ नदी कहते महानदीर शाखा बोधे कि पट जे यहाँ ये महानदी मिसी कहते तो मु जानी तो देखु टा हूँ मंदिर परिसर बढ़िया कर माने 2 वर्ष तले एमती नथिला किंतु ये जो मंदिरटा एपटे होता नाला तो आम भर को जीवा बढ़िया प्रवेश द्वार बढ़िया प्रवेश द्वार कर आप फुल नहीं पारे आप ठाकुर ये जो ऊपर छातटा पकई एवं नुआ पड़ी से नाला पूरा यहाँ फांका जगह थिला बे शायद खरापाई मत लगुच कर बढ़िया सिस्टम कर खरारे आगु लोक ये खरारे ठिया होते भल सिस्टम गोटे कर खरा हो वर्षा हो दीटा सुविधा हो बढ़िया कर ये तो आगुरी थिला ये सब थिला मंदिर थिला एपट साइड मंदिर गोटे अच्छे बढ़िया जगह बढ़िया सिस्टम कर भीतर तो मोबाइल अलाउ नहीं तो आम भीतर को जीवा दर्शन करी आसीबा दर्शन करी आसिली बाहर जीवाई घर को दर्शन तो हो गला आम वर्तमान जोता स्टैंड रू आम पादुक 2टी को आनी मूल्यवान 5 टंकाटी दे वर्तमान 5 टंका लिखा हो मात्र 5 टंका हल तो बाहरिलु गाड़ी धरी यात्रा बढ़िया लगिला आसिली आज दर्शन कली मन बहुत खुशी तो ए जब किसी सकाळु खियापिया हो नाला भाविली आगे दर्शन करदेवी तापर जे किसी खाइबी तो पाखापाखि मत लगुच 11:02 कि 3 हो तब आम बाटर को किसी खाईदबा खाई आम बाहरी जावा आम घर को तो देखिले पूरा रास्ता आपण आसबे बुलिकी जिबे बढ़िया जगह तो आज भिडियोटी केमिति लागिला आपण जदि सठिक सूचना पाई जे आपण आसबे केमिति आपन को माने सठिक जना पड़िला मत आपण कमेंट रे भी कहि परिबे जदि न भी लागिला मु आपन को जणै देबी जे कोठी कोन ये रहिला मु आपन जणै देबी। ये हूँ से रास्ता देखो आपन को पूरा देखु आपण जानीपर कौ गोटे आसबे केमिति जीवे तो देखु रास्ताटा देखु मुझे देखा
ହେଉଛି ସେଇ ରାସ୍ତା ଦେଖନ୍ତୁ ଏଠି ଲେଖା ହେଇଥିବ ବାଘମାରି। ଜାଗାଟା ହେଉଛି ବାଘମାରି। ବାଘମାରିରୁ ଆପଣ ଦୁଇ ଛକିଆ ଅଛି, ଆପଣ ଗୋଟେ ଆଡ଼େ ଯିବ ସେଇଟା ନୟାଗଡ଼କୁ ପୁରା ସିଧା ଯିବ। ଦେଖେଇ ଦେଉଛି ଆପଣ ଏଇ ବୋର୍ଡ଼ ଦେଖାହେଉଛି, ଲେଖା ହେଉଛି ଭୁବନେଶ୍ୱର ସିଧା। ମାନେ ସେଇପଟ ଆପଣ ଆସିଲେ ଏଇପଟ ଆସିଲେ ଏଇ ଯେଉଁ ବାଇକ୍ ଦୁଇଟା ଆସୁଛନ୍ତି, ତ ଏଇପଟ ଆପଣ ଆସିବେ। ଏଇପଟ ଆସିଲେ ଆପଣ ସିଧା ଯିବେ ସେ ଫତେଗଡ଼ ରାସ୍ତା, ଏଇପଟେ ସିଧା। ଆଉ ସେପଟ ରାସ୍ତାଟା ହେଉଛି ଆମର ନୟାଗଡ଼, ବେଗୁନିଆ ନୟାଗଡ଼। ଫାଷ୍ଟ ବେଗୁନିଆ ପଡ଼ିବ, ତାପରେ ନୟାଗଡ଼ ପଡ଼ିବ। ତ ଏଇପଟେ ରାସ୍ତାରେ ସିଧା ଯିବେନି, ତ ଏଇପଟେ ରାସ୍ତାରେ ଯିବେ ପୁରା ସିଧା ଆପଣ ଆପଣଙ୍କ ଡେଷ୍ଟିନେସନରେ ପହଞ୍ଚିଯିବେ। ତ ଆପଣ ଜାଣିଲେ ସବୁ ଜିନିଷ, ଆଉ ଯିବେ ବୁଲିକି ଆସିବେ, ବଢ଼ିଆ ଜାଗା। ଆଉ ଆପଣ ଯଦି ମୋ ଭିଡ଼ିଓଟି ବଢ଼ିଆ ଲାଗିଲା ତ ଲାଇକ୍, ସବସ୍କ୍ରାଇବ୍, ଯାହା ଇଚ୍ଛା ସେଥିରେ ବଟନ୍ ଅଛି, ଆପଣ ସବୁ ଦବାଇଦେବେ। ଠିକ୍ ଅଛି, ଆପଣଙ୍କୁ ବହୁତ ବଢ଼ିଆ ଲାଗିବ ଜାଗା, ମୁଁ ସିଓର ଦେଇ କହୁଛି। ତ ଏତିକିରେ ମୁଁ ରଖୁଛି, ଆଉ ନେକ୍ସଟ ଭିଡ଼ିଓରେ ଆପଣଙ୍କ ସହ ପୁଣି ଦେଖା ହେବ। ଜୟ ଜଗନ୍ନାଥ, ରହୁଛି।